ମଣିଷ ମରିବା ପରେ କ'ଣ ହୁଏ? ଆତ୍ମା କେଉଁଠିକୁ ଯାଏ? ଆଉ କାହିଁକି ଜୀବକୁ ବାରମ୍ବାର ଜନ୍ମ ନେବାକୁ ପଡ଼େ? ଏହି ଗଭୀର ପ୍ରଶ୍ନର ଉତ୍ତର ଲୁଚି ରହିଛି ଶ୍ରୀମଦ୍ ଭାଗବତ ମହାପୁରାଣର ତୃତୀୟ ସ୍କନ୍ଧର 32ତମ ଅଧ୍ୟାୟରେ। ଅତିବଡ଼ି ଜଗନ୍ନାଥ ଦାସଙ୍କ ପବିତ୍ର ବାଣୀରେ ଆସନ୍ତୁ ଜାଣିବା କର୍ମ, ମୋହ ଓ ଜନ୍ମ ମୃତ୍ୟୁର ରହସ୍ୟ ଏବଂ ଏଥିରୁ ମୁକ୍ତିର ମାର୍ଗ। ପ୍ରିୟ ଶ୍ରୋତାବନ୍ଧୁ, ଭାଗବତକୁ କେବଳ ପାଠ କଲେ ହେବ ନାହିଁ, ଏ ଭିତରେ ଲୁଚି ରହିଥିବା ଗୂଢ଼ ରହସ୍ୟକୁ ବୁଝିବାକୁ ହେବ। ତେବେ ଆସନ୍ତୁ ମନକୁ ଶାନ୍ତି କରି ଶୁଣନ୍ତୁ ଆଜିର ଏହି ଅମୃତମୟ ଭାଗବତ କଥା। ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀ ଜଗନ୍ନାଥ। ଓମ୍ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ୍ ଭାଗବତ ମହାପୁରାଣ ତୃତୀୟ ସ୍କନ୍ଧ 32 ଅଧ୍ୟାୟ। ସାତ୍ବିକ ଧର୍ମେ ଯେ ବର୍ତ୍ତଇ, ଉତ୍ତମ ଗତି ସେ ଲଭଇ। জ্ঞান বিহীনে পুনর্জন্ম, হেমন্ত 32 প্রমাণ। কপিল উবাচ ভূমাত শুণ সাবধানে, সংশয় তেজি সুত মনে। প্রাণী যাতনা গতি যেতে, কহিলি তুম্ভর গ্রতে। কামীর কর্ম গতি যেতে, বিধি নিষেধ বেনি মতে। যে প্রাণী গৃহ ধর্মে থাই, স্বধর্ম নিত্য আচরই। তহি সুসিদ্ধ কাম অর্থ, এ আসে ভ্রম থাই নিত্য। পুনি সে ধর্ম আচরই, সে ধর্মে কাম অর্থ পাই। কামরে মূঢ় মতি নর, কৃষ্ণ ভকতি করে দূর। অর্থ সঞ্চয় অবিরত, যজ্ঞরে দেই চিত। করই যজ্ঞ অনুষ্ঠান, তহি পূজই দেব মান। তদন্তে পিতৃ তোষ অর্থে, পূজই শ্রাদ্ধে শুদ্ধ চিতে। শ্রদ্ধারে সে ধর্ম আচরে, পিতৃদেবতা পূজা করে। সে প্রাণী গমে চন্দ্রস্থান, সেঠারে করে সমপান। ভোগর অন্ত যেবে হই লেউটি, সে স্থান আসই। যে কালে অনন্ত শয্যারে, বিজয়ে হরি সমুদ্রে। সে যোগ নিদ্রারে শয়ন, সকল চেষ্টা করিলেন। লয় ହୁଅନ୍ତି ଲୋକ ତିନି, ଏ ମଧ୍ୟେ ଛନ୍ତି ଯେତେ ପ୍ରାଣୀ। ଏ ସର୍ବେ ତାଙ୍କ ଦେହେ ଥାନ୍ତି, ସେ ହରି ଉଠିଲେ ଆସନ୍ତି। କାମ୍ୟ କର୍ମରୁ ଏହି ଗତି, କେବେ ନ ଯାଇ ଗତାଗତି। ଯେ ପ୍ରାଣୀ ପଣ୍ଡିତ ହୁଅନ୍ତି, ସେ କେବେ ଧର୍ମ ନ ଛାଡ଼ନ୍ତି। କରନ୍ତି ସ୍ୱଧର୍ମ ଆଚାର, ସଙ୍ଗକୁ ତେଜି ସର୍ବଠାର। ସାଧନ୍ତି ନାହିଁ ଅର୍ଥ କାମ, ଦେଖନ୍ତି ସର୍ବ ମାୟା ଭ୍ରମ। কর্মাদি কৃষ্ণে সমর্পন্তি, সে বেদ বিধি ন ছাড়ন্তি। ହୁଅନ୍ତି ଶାନ୍ତ ଧର୍ମେ ରତ, ନିଜ ଧର୍ମରେ ଶ୍ରଦ୍ଧା ଚିତ। ନିବୃତ୍ତି ଧର୍ମ ପରାୟଣ, ହୁଅନ୍ତି ଅହଙ୍କାରହୀନ। ମାୟାରୁ ସ୍ନେହ ଦୂର କରି, କୃଷ୍ଣ ଭଜନେ ପ୍ରିୟ ଭରି।
ଏ ଧର୍ମ ସତ୍ୱଗୁଣମୟ ବିଶୁଦ୍ଧ ଚିତ୍ତ ତହୁଁ ହୁଏ। ହେମନ୍ତ ଯେବା ପ୍ରାଣୀଗଣ ତାଙ୍କ ପ୍ରୟାଣ ମାତ ଶୁଣ। ସେମାନେ ସୂର୍ଯ୍ୟ ଦ୍ୱାରେ ଯାନ୍ତି ପରମ ପୁରୁଷ ଲଭନ୍ତି। ପର ଅପର ଈଶ ଯେହି ଏ ବିଶ୍ୱ ପ୍ରକୃତିଟି ସେହି। ସେ ବିଶ୍ୱମୁଖ ନାରାୟଣ ସେ କରେ ସର୍ଜନ ପାଳନ। ହେମନ୍ତ ଯେହୁ ଭଗବାନ ତାଙ୍କୁ ଲଭନ୍ତି ଭକ୍ତଜନ। ଯେ ଇଚ୍ଛେ ମୁକ୍ତି ଲଭିବାକୁ ଭଜଇ ହିରଣ୍ୟ ଗର୍ଭକୁ। ସେ ମୁକ୍ତି କ୍ରମ ଶୁଣ ମାଏ କହିବା ତୁମ୍ଭଙ୍କୁ ଥକାଏ। ବ୍ରହ୍ମାର ବେନି ପରାର୍ଦ୍ଧାନ୍ତେ ପ୍ରଳୟ ହୁଅନ୍ତି ସମସ୍ତେ। ତାବତ କାଳ ବ୍ରହ୍ମଲୋକେ ହିରଣ୍ୟ ଗର୍ଭର ସାଧକେ। ସୁଖେଣ ବିହାର କରନ୍ତି ବ୍ରହ୍ମାର ସଙ୍ଗେ ଲୟ ଯାନ୍ତି। ଭୂଆଦି ପଞ୍ଚମହାଭୂତ ଏ ଦଶ ଇନ୍ଦ୍ରିୟ ସହିତ। ପଞ୍ଚ ବିଷୟ ଅହଙ୍କାରେ ଏ ସର୍ବ ବ୍ରହ୍ମାଣ୍ଡ ଆକାରେ। ଏମାନେ ରହନ୍ତି ପ୍ରଧାନେ ପରାର୍ଦ୍ଧ କାଳ ଅବସାନେ। ସେ ସ୍ଥାନେ ଯେତେ ଯୋଗୀ ଥାନ୍ତି ବ୍ରହ୍ମାଙ୍କ ଶରୀରେ ପଶନ୍ତି। ଆୟୁଷ ଶେଷେ ପ୍ରଜାପତି ପରମ ଆତ୍ମାରେ ମିଳନ୍ତି। ଯେଣୁ ତାହାଙ୍କ ଅଭିମାନ ଦେହରେ ନହେ ଅବସାନ। ଏଣୁ ସାକ୍ଷାତେ ମୁକ୍ତି ନୁହେଁ ବ୍ରହ୍ମା ସଙ୍ଗତେ ହନ୍ତି ଲୋଏ। ଯେମାନେ ହରିର ଭକତ ହରି ଭଜନ୍ତି ଅବିରତ। ସେ ସର୍ବ ହରିଙ୍କି ଲଭନ୍ତି ଦେହାଦି ଭାବ ନ ଜାଣନ୍ତି। ଏଣୁ ଭୋମାତ ହରି ଭଜ ଭୋଗ ବାସନା ସର୍ବ ତେଜ। ଏ ସର୍ବଭୂତଙ୍କ ହୃଦରେ ଯେ ହରିଛନ୍ତି ସର୍ବଠାରେ। ତାହାଙ୍କ ମହିମା ସୁମରି ମନକୁ ଯୋଗେ ଦୃଢ଼ କରି। ତାହାଙ୍କୁ ଭଜିଲେ ତରିବ ଏ ଦେହ ପୁଣି ନ ହୋଇବ। ଯେ ଆଦ୍ୟ ଚରାଚରଙ୍କର ଯାହାଙ୍କୁ ବୋଲି ବେଦବର। କୁମାର ଆଦି ସିଦ୍ଧ ଯେତେ ଯୋଗ କରନ୍ତି ଅବିରତେ। ନିସଙ୍ଗ କର୍ମ ହିଁ କରନ୍ତି ତଥାପି ଭେଦ ନ ଛାଡ଼ନ୍ତି। କରନ୍ତି କର୍ତ୍ତା ଅଭିମାନ ଏଣୁ ନ ପାନ୍ତି ଶୁଦ୍ଧ ଜ୍ଞାନ। ସେମାନେ ପ୍ରଳୟ କାଳରେ ପଶନ୍ତି ଈଶ୍ୱର ଦେହରେ। ହୋଇଲେ ସୃଷ୍ଟିର ଜାଗର ପୁଣି ଘେନନ୍ତି ଅବତାର। ଲଭନ୍ତି ନିଜ ନିଜ ସ୍ଥାନ ଭୋଗ କରନ୍ତି କର୍ମମାନ। ଯେମାନେ କାମ୍ୟ କର୍ମେ ରତ କର୍ମ କରନ୍ତି ଅବିରତ। ନିନ୍ଦିତ କର୍ମ ନ କରନ୍ତି ବେଦ ବିଧିରେ ଆଚରନ୍ତି। ଇନ୍ଦ୍ରିୟ ନ ଜିଣିଲେ ଯେଣୁ ସକାମ କର୍ମ କଲେ ତେଣୁ। ରଜୋଗୁଣରେ ତାଙ୍କ ମନ ଆସକ୍ତ ଥାଇ ଅନୁକ୍ଷଣ। ଗୃହ କର୍ମରେ ହୋଇ ରତ ପିତୃଙ୍କୁ ପୂଜେ ଅବିରତ। ବିମୁଖ ଶ୍ରୀକୃଷ୍ଣ କଥାରେ ରହନ୍ତି ଗୃହାଦି ବ୍ୟାପାରେ। ଛାଡ଼ି ଅମୃତ କୃଷ୍ଣ କଥା ନିତ୍ୟ ଶୁଣନ୍ତି ଗ୍ରାମ୍ୟ ଗାଥା। ତାଙ୍କୁ ବିଧାତା ବାମ ହେଲା ବିଅର୍ଥେ ତାଙ୍କ ଜନ୍ମ ଗଲା।
ଯେ ଶନେ ବିଷ୍ଠ ଭୋଜି ମାନେ ବିଷ୍ଠ ଭକ୍ଷନ୍ତି ହତ ଜ୍ଞାନେ ଏ ମୂଢ଼ ଲୋକେ ସେହି ରୂପେ ପଡ଼ିଯନ୍ତ୍ରିତ ଭବକୂପେ ସେ ପୁଣ କର୍ମ ଭୋଗନ୍ତେ ଚଳନ୍ତି ଶୁଣ ଯେଉଁ ପଥେ ସୂର୍ଯ୍ୟଙ୍କ ଦକ୍ଷିଣ ମାର୍ଗରେ ବସନ୍ତି ସେ ପିତୃଲୋକରେ ସେ ଭୋଗ ଅନ୍ତେ ଗୋଜନନୀ ସଂସାରେ ପଡ଼େ ଦେହ ଘେନି ପୁତ୍ରାଦି ଗୃହେ ଜାତ ହୋଇ ପୂର୍ବ ବାସନା ନ ଛାଡ଼ଇ ଗର୍ଭ ଆଧାନ ଆଦି କର୍ମ ଦେହାନ୍ତେ ସମସାନ ଧର୍ମ ଏ କର୍ମ ମାନ କରୁଥାନ୍ତି ସଂସାର ଛାଡ଼ି ନ ପାରନ୍ତି ଗମନ୍ତି ଦେବ ପିତୃସ୍ଥାନ ତହିଁ କରନ୍ତି ଭୋଗମାନ ପୁଣି ଲୋଭନ୍ତି ନର ଦେହ ଏମନ୍ତେ କାମ୍ୟ କର୍ମ ସ୍ନେହ ଏଣୁ ସୁସ୍ଥିରେ ତୁମ୍ଭେ ମାଏ ମନ ନିବେଶ କୃଷ୍ଣ ପ୍ରାୟ ଶ୍ରବଣେ ଶୁଣ ତାଙ୍କ ଗୁଣ କୀର୍ତ୍ତନ କର ଅନୁକ୍ଷଣ ସ୍ମରଣ ଅର୍ଚ୍ଚନ ବନ୍ଧନ ଯେ ନବ ଭକ୍ତିର ବିଧାନ ପାଦ ସେବନ ଦାସ୍ୟ ଭାବ ସଖ୍ୟାଦି ଆତ୍ମା ନିବେଦିବ ଏତେ ପ୍ରକାରେ କୃଷ୍ଣ ପାଦେ ଭକତି କର ପ୍ରମାଦେ କୃଷ୍ଣରେ କଲେ ଭକ୍ତି ଯୋଗ ତହୁଁ ଲୋଭଇ ବୈରାଗ୍ୟ ତେବେ ଲୋଭିବ ଦିବ୍ୟ ଜ୍ଞାନ ପାଇବ ପରମ ବ୍ରହ୍ମ ସ୍ଥାନ ଭକ୍ତିରେ ଚିତ ଯେତେବେଳେ ରହଇ କୃଷ୍ଣେ ସୁନିଶ୍ଚଳେ ତେବେ ସେ ବିଷୟ ଛାଡ଼ଇ ପ୍ରିୟ ପ୍ରିୟ ନ ଜାଣଇ ଇନ୍ଦ୍ରିୟ ବୃତ୍ତି ଭେଦ ନାହିଁ ସମ ବିଷମ ଆର କାହିଁ ଏମନ୍ତ ଭାବ ଜନ୍ମେ ଯେତେ ଦେହେ ଆତ୍ମାକୁ ଦେଖେତେ ଏମନ୍ତ ଭାବେ ଜନ୍ମେ ଯେବେ ଦେହେ ଆତ୍ମାକୁ ଦେଖେ ତେବେ ପରମାନନ୍ଦ ସୁଖ ପାଇ ଆନନ୍ଦେ ସଂସାରେ ଭ୍ରମଇ ଛାଡ଼ଇ ସର୍ବସାଙ୍ଗ ମାନ ପରମାନନ୍ଦେ ରହେ ମନ ସେ ବ୍ରହ୍ମ ପରମ ପୁମାନ ରୂପ ବିହୀନେ ଦିବ୍ୟ ଜ୍ଞାନ ସେ ପରମାତ୍ମା ପରମେଶ ତା ନାମ ପରମ ପୁରୁଷ ସେ ନାନା ରୂପ ଧରେ ବ୍ରହ୍ମ ଜନ୍ମାଇଛି ସଂସାରେ ଯୋଗୀଙ୍କ ଯୋଗ ସାଧ୍ୟ ଏହି ଏକାନ୍ତେ ସଙ୍ଗ ଯେ ଛାଡ଼ଇ ପରମ ପଦ ଲୋଭେ ତେବେ ତା ବିନୁ ଭ୍ରମୁ ଥାଇ ଭବେ ବ୍ରହ୍ମ ନିର୍ଗୁଣ ନିରାକାର କେବଳ ଜ୍ଞାନ ରୂପ ତାର ଶବ୍ଦାଦି ଧର୍ମ ଯାର ମାଏ ସେ ଧର୍ମେ ପ୍ରକାଶ ସେ ହୋଏ ଆଭାସ ଦିଶଇ ଭ୍ରାନ୍ତିରେ ଏ ବାହ୍ୟ ଇନ୍ଦ୍ରିୟଙ୍କ ଦ୍ୱାରେ ପ୍ରତ୍ୟକ୍ଷେ ଦେଖୁ ଯେତେ କିଛି ଏକା ସେ ସବୁ ହୋଇଅଛି କହିବା ସେ ହେତୁ ପ୍ରକାର ଯେ ରୂପେ ବ୍ରହ୍ମାଣ୍ଡ ସଞ୍ଚାର ପ୍ରଥମେ ମହତ ହୋଇଲା ତହୁଁ ସେ ଅହଙ୍କାର ହେଲା ତ୍ରିବିଧ ହୋଇ ଅହଙ୍କାର
ସାକାର ଏ ପଞ୍ଚଭୂତ ରୂପ ତାର ମନ ଇନ୍ଦ୍ରିୟ ଏକାଦଶ ଏଥୁ ବ୍ରହ୍ମାଣ୍ଡ ପରକାଶ ଜୀବ ରୂପରେ ସେହି ତହିଁ ସ୍ୱରୂପ ତାହାରଟିଏ ଯେବେ କରଇ ଯୋଗାଭ୍ୟାସ ଶ୍ରଦ୍ଧାରେ ଭଜଇ ବିଶେଷ ବୈରାଗ୍ୟେ ସଙ୍ଗ ତ୍ୟାଗ କରେ ମନ ନିବେଶେ କୃଷ୍ଣ ଠାରେ ତେବେ ସେ ପ୍ରପଞ୍ଚଲେ ଛଇ ପରମ ଆତ୍ମାକୁ ଚିହ୍ନଇ ଭୂମାତା ସାବଧାନେ ଘେନ ତୁମ୍ଭଙ୍କୁ କହିଦେଲୁ ଜ୍ଞାନ ଏ ଜ୍ଞାନ ବ୍ରହ୍ମ ଦର୍ଶନ ଏହା ବୁଝଇ ଯେଉଁ ଜନ ପ୍ରକୃତି ପୁରୁଷଙ୍କ ତତ୍ତ୍ୱ ସେ ପ୍ରାଣୀ ଦେଖଇ ବ୍ୟକତ ଜ୍ଞାନ ଯୋଗରେ ତାଙ୍କୁ ପାଇ ଭକ୍ତି ଯୋଗରେ ଲଭ୍ୟ ସେହି କେବଳ ମାର୍ଗ ମାତ୍ର ଭେଦ ନ ବୁଝି ପାଏ ବହୁ ଖେଦ ଜ୍ଞାନରେ ନିର୍ଗୁଣ ଭଜଇ ଭକ୍ତିରେ ସଗୁଣ ଲଭଇ ଏ ଆତ୍ମା ଏକ ନାନା ହୁଏ ଦୃଷ୍ଟାନ୍ତ କହେ ଶୁଣ ମାଏ ଦେଖ ସାକର କ୍ଷୀର ଆଦି ଧରନ୍ତି ନାନା ଗୁଣ ବିଧି କିନ୍ତୁ ପଦାର୍ଥ ଏକ ମାଏ ଇନ୍ଦ୍ରିୟ ଭେଦେ ଭିନ୍ନ ହୁଏ ଚକ୍ଷୁରେ ଶୁକ୍ଳ ବର୍ଣ୍ଣ ଦିଶେ ରସନେ ମଧୁର ବିଶେଷ ତ୍ୱଚରେ ଶୀତ ଉଷ୍ଣ ଭେଦ ନାସାରେ ସୁବାସ ଆମୋଦ ଭୂମାତ ଆତ୍ମା ବ୍ରହ୍ମ ଏକ ଗୁଣରେ ଦିଶଇ ଅନେକ ଯେ ତାକୁ ଯେ ରୂପେ ଭଜଇ ସେ ତାକୁ ସେ ରୂପେ ଦିଶଇ ତାକୁ ଜାଣିବ ଏକ ବୋଲି ନ ବୁଝି କରୁଥାନ୍ତି କଳି ଶାସ୍ତ୍ର ମାର୍ଗରେ ନାନା କହେ ସେ ନାନା ନହେ ଏକ ହୁଏ ଶୁଣ ଜନନୀ ଶାସ୍ତ୍ର ଭେଦ ଯେଣେ ଛାଡ଼ିବ ସର୍ବଖେଦ ଯେ କ୍ରିୟା ପୂର୍ତ୍ତ ଆଦି କରି ଯେ ଯାହା କରନ୍ତି ଆଦରି ତହୁଁ ଯେ ହୁଏ ଭଗବାନ ସେ ରୂପ ସେ ସବୁ ରୂପ ଭଗବାନ ଯାଗ କର୍ମରେ ପ୍ରାପ୍ୟ ସେଇ ଦାନରେ ଅନ୍ୟ ନାହିଁ କେହି କେହୁ କରନ୍ତି ତପମାନ ସେ ସବୁ ତହୁଁ ନହେ ଆନ ସେହିଟି ବେଦ ଅଧ୍ୟୟନେ ମୀମାଂସା ଶାସ୍ତ୍ର ତାହା ଭଣେ ନିଷିଦ୍ଧ କର୍ମ ତ୍ୟାଗ ଯେହି ସେ ଧର୍ମ ଜାଣିବଟି ସେହି ସନ୍ନ୍ୟାସ କାହାରି ବା ଧର୍ମ ଯହିଁ ଛାଡ଼ନ୍ତି କାମ୍ୟ କର୍ମ ବିବିଧ ଅଙ୍ଗ ଯୋଗ ସେହି ଭକ୍ତି ଯୋଗରେ ପ୍ରାପ୍ୟ ଏହି ଜ୍ଞାନ ଯୋଗ ହିଁ ତାକୁ କହି ସେ ଏକ ବସ୍ତୁ ସର୍ବମୟୀ ସକାମ ନିଷ୍କାମ ଯେ ଧର୍ମ ସଗୁଣ ରୂପ ସବୁ ବ୍ରହ୍ମ ଆତ୍ମତତ୍ତ୍ୱରେ ଗମ୍ୟ ଏହି ବୈରାଗ୍ୟ ଧର୍ମେ ତାକୁ ପାଇ ଏମନ୍ତେ ନାନା ଶାସ୍ତ୍ର ମତେ ଯେ ପ୍ରାଣୀ ଭଜଇ ଯେମନ୍ତେ ସଗୁଣ ନିର୍ଗୁଣଟି ସେହି ତା ବିନୁ ଅନ୍ୟ ନାହିଁ କେହି ଏ ଭକ୍ତି ଯୋଗ ଚାରି ମତ ସ୍ୱରୂପ କରିଲୁ ବ୍ୟକତ ଯେ କାଳ ଅନ୍ତରେ ଧାବଇ
সৃজন আদি যে করই, কহিলু স্বরূপ তাহার, ভূমাত কর তু বিচার। গতি জীব ମାନଙ୍କର, অবিদ্যা কর্মরে প্রচুর। ଏ ଆତ୍ମା ତହିଁ ପଶିଥଇ, ଆପଣା ଗତି ନ ବୁଝଇ। ଏମନ୍ତେ জীব গতা গতি, কহিলু ছাড় মনু ভ্রান্তি। এ যোগ ন করি প্রকাশ, কহিলে ধর্ম যায় নাশ। কেবে ଖେଳ କେବେ ଖୋଳେ ନ କହିବ, ବିନୟ ଯେ ପ୍ରାଣୀ ନହିବ। ନ କହି ଦୁର୍ଜନ ଅଗ୍ରତେ, অপরে ধর্ম ধ্বজি যেতে। দাম্ভিক অগ্রতে ন কহি, প্রলোভী প্রাণী অটে যেহি। যে গৃহে ধর্মে হই রত, তারে ন কহি কদাচিত। ন সহে জীব কত জনে, ন কহ ভক্তিহীন জনে। যাହାର ଶ୍ରଦ୍ଧା ଏଥି ଥିବ, ତାହାକୁ ଏ ମାର୍ଗ କହିବ। ଭକ୍ତଜନଙ୍କୁ ଏହା କହି, ଯେ ଭକ୍ତ ମୋତେଟି ସେବଇ। ଯେ ପ୍ରାଣୀ ଏଥେ ସ୍ପୃହା କରେ, ଏହା କହିବ ତାଗରେ। ଯେ ପ୍ରାଣୀ ସର୍ବଭୂତେ ମିତ୍ର, ତାକୁ କହିବ ଏ ଚରିତ। ଯେ ପ୍ରାଣୀ ଗୁରୁଙ୍କୁ ସେବଇ, ଏ ଦୀକ୍ଷା ତାରେ ଶିକ୍ଷା ଦେଇ। ବିଷয়ে ବୈରାଗ୍ୟ ଯାହାର, ଯେ ପ୍ରାଣୀ ଶାନ୍ତ ଚିତ ଧୀର। ଯେ ପ୍ରାଣୀ ହୋଏ ନିର୍ମଶ୍ଚର, ଶୁଚି ପବିତ୍ର ନିରନ୍ତର। ପ୍ରିୟମାନଙ୍କ ଅତି ପ୍ରିୟ, କରଇ ମୋର ଠାରେ ସ୍ନେହ। ଏମନ୍ତ ପ୍ରାଣୀ କି କହିବ, ଅଧର୍ମୀ ଠାରେ ଲୁଚାଇବ। ଶ୍ରଦ୍ଧାରେ ଯେ ଏହା ଶୁଣନ୍ତି, ଅଥବା ଆଦରେ ଭଣନ୍ତି। ମୋହର ପଦବୀ ସେ ପାଏ, ସତ୍ୟ କହିଲୁ ଏହା ମାଏ। ତୃତୀୟ ସ୍କନ୍ଧେ ଭାଗବତ, କପିଳ ମୁନି ଯୁଗ ମତ। ମାତାଙ୍କୁ ଦେଲେ ଜ୍ଞାନ ବାଣୀ, ସୁଜନେ ତର ଏହା ଶୁଣି। କର୍ମ ବିପାକ ପ୍ରାଣୀଙ୍କର, 32 ଅଧ୍ୟାୟ ସଂହାର। ଶ୍ରବଣ କର ସାଧୁ ଜନେ, ବ୍ରାହ୍ମଣ ଜଗନ୍ନାଥ ଭଣେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ତୃତୀୟ ସ୍କନ୍ଧେ କପିଳେୟ କର୍ମ ବିପାକୋ ନାମ 32 ଓಂ ନମୋ ଭଗବତେ ବାସୁଦେବାୟ। ହରି ଓಂ ତତ୍ସତ୍।